ମୁଁ ଆଜି ଯାଏ ଗୋଟିଏ କଥା ବୁଝିପାରିଲିନି, ତୁମର ଭଲ ପାଇବା ଥିଲା ନା ଆବଶ୍ୟକତା। କଥା ସେତିକି ଦିଅ ଯେତିକି ଲିଭେଇ ପାରିବ। ତୁମ ମିଛ ଭରସାରେ କାହା ଜୀବନ ବର୍ବାଦ ହୋଇଯାଇଥାଏ। କାହା ସହିତ କଥା ହେବାର ଅଭ୍ୟାସ କର ନାହିଁ, କାହିଁକି ନା ସେ ଯେବେ କଥା ହେବା ବନ୍ଦ କରିଦେବ ଆଉ ତୁମଠାରୁ ଦୂରେଇ ଯିବ, ବହୁତ କଷ୍ଟ ହୋଇଥାଏ। ମୋ ଦୁଃଖର କାରଣ ମୁଁ ନିଜେ, କାହିଁକି ନା ମୁଁ ମଣିଷ ଚିହ୍ନିବାରେ ଭୁଲ କରିଛି। ସମୟ କହିଦେଲା କିଏ କେମିତି। ଖାଲି ଏତିକି ଭାବିକି ଦୁଃଖ ଲାଗୁଛି, ସମସ୍ତଙ୍କୁ ନିଜର ବୋଲି ଭାବି ନେଇଥିଲି। ପ୍ରତ୍ୟେକ ମଣିଷଙ୍କ ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ, ଯାହାର ମୂକ ସାକ୍ଷୀ କେବଳ ସେ ନିଜେ। ସମୟ କହିଦେଲା କିଏ କେମିତି। ଖାଲି ଏତିକି ଭାବିକି ଦୁଃଖ ଲାଗୁଛି, ସମସ୍ତଙ୍କୁ ମୁଁ ନିଜର ବୋଲି ଭାବି ନେଇଥିଲି। ନିଜର ଫାଇଦା ପାଇଁ କାହା ସହ ସମ୍ପର୍କ ଯୋଡ଼ିନି, ବାସ୍ ଏଇ କଥାର ଗର୍ବ ମୁଁ କରେ। ବେଳେବେଳେ ମଣିଷକୁ ସମୟ ଆଉ ପରିସ୍ଥିତି ଏମିତି ଜାଗାରେ ଠିଆ କରିଦିଏ ଯେ ସବୁଦିନ ହସୁଥିବା ଆଉ ଗପୁଥିବା ମଣିଷଟା କେତେବେଳେ ସେ ସବୁଦିନ ପାଇଁ ଚୁପ୍ ହୋଇଯାଇଥାଏ। ସେ ନିଜେ ବି ଜାଣିନଥାଏ। ଭାବିଥିଲି ଯେତେ ଝଗଡ଼ା ଆସିଲେ ବି ଆମକୁ କେହି ଅଲଗା କରିପାରିବେନି, ହେଲେ ମୁଁ କେବେ ବି ଭାବିନଥିଲି ଶେଷରେ ତମେ ଏମିତି ବାହାନା ଦେଖାଇ ଛାଡ଼ି ଚାଲିଯିବ ବୋଲି। ବଞ୍ଚିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲି, ସେ ସ୍ୱପ୍ନ ଆଜି ସବୁଦିନ ପାଇଁ ମରିଗଲା। ସାହାରା ପାଇଁ ଯାହା ହାତ ଧରିଥିଲି, ସେ ହାତ ଆଜି ମୋ ହାତ ଛାଡ଼ିଦେଲା। ଦେହର ମୃତ୍ୟୁ ହେଲେ ସମସ୍ତେ କାନ୍ଦନ୍ତି, ହେଲେ ମନର ମୃତ୍ୟୁ ହେଲେ କେବଳ ନିଜକୁ କାନ୍ଦିବାକୁ ପଡ଼ିଥାଏ।